ଭଲ ପାଏ ମାନେ ତାକୁ 18 କ୍ଲାସ ବୟସ ମାରିବା ହେଇଛି ଆଉ 18 କଲେ ମୁଁ ତ କହିଛି କୋଠାରେ ନେଇ ମୁଁ ଦେଖିଛି ଆରେ ମୁଁ ଟିକେ ଆଗକୁ କଥାକୁ ଟିକେ ଆଗକୁ ତାପରେ ଆସିବା କାଲି ମୁଁ କହିଥିଲି କଣ କହିଥିଲି ମରିବା ପୂର୍ବରୁ ଯଦି କହିଲ ଗୋଟେ ଶ୍ଲୋକ ମରିବା ପୂର୍ବରୁ ମଣିଷ 7 ଦିନ ପୂର୍ବରୁ ଜାଣିବ ଦୀପ ନିର୍ବାଣ ଗନ୍ଧସ୍ଥ ସୂର୍ଯ୍ୟ ଉନ୍ନତି କହିଲା ଦୀପ ନିର୍ବାଣ ଗନ୍ଧସ୍ଥ ସୁନ୍ଦର ଭାବରେ ବ୍ୟାଖ୍ୟା କରୁଛି ମଣିଷ ମରିବାକୁ ହେଲେ କେମିତି କଣ ସୂଚନା ପାଏ ଦୀପ ନିର୍ବାଣ ଗନ୍ଧସ୍ଥ ମା ମାନେ ଶୁଣୁଥିବେ ସନ୍ଧ୍ୟା ଅବକାଶ ପରେ ଆପଣ ମାନେ ବୃନ୍ଦାବତୀ ପାଖରେ ଯେତେବେଳେ ଦୀପଟିଏ ଜାଳି ଦିଅନ୍ତି ଦୀପ ଲିଭି ଆସିଲା ବେଳକୁ ଗୋଟିଏ କାଠିଟିଏ ପଡିଥାଏ ତାକୁ ତେଜି ଦିଅନ୍ତି ସଳିତାଟି ଯେତେବେଳେ ସରିଯାଏ ପୋଡାର ଆଘ୍ରାଣ ଯେ ପର୍ଯ୍ୟନ୍ତ ଆପଣ ମାନଙ୍କ ନାସା ପଟକୁ ଆସୁଛି ଆପଣ ଜାଣିବେ ସେ ପର୍ଯ୍ୟନ୍ତ ଆପଣ ସୁସ୍ଥ ଅଛନ୍ତି ଆଜି ବାସିଲାନି ଆପଣଙ୍କର ନାସା ପଟକୁ କାଲି ବାସିଲାନି କ୍ରମାନ୍ୱୟ ଭାବରେ ଦେଖିଲେ ଆପଣ ମାନେ 5 ଦିନ ହେଲା ନାହିଁ ମନେ କର ଆଜି ବାସିଲା କାଲି ବାସିଲା ଥଣ୍ଡା ଥଣ୍ଡା ହେଇଛି ଜାଣିପାରିଛନ୍ତି ନାକରେ ଶୁଙ୍ଘିବ ଥଣ୍ଡା ହେଇଛି ଟୋଟାଲ ଇଏ ବାସନା କଣ ଭଲ ମନ୍ଦ କଣ ଦୁନିଆ କଣ ଅଲଗା ଟୋଟାଲ ବାବୁରେ ଯଦି ଥଣ୍ଡା ହେଇଛି କହିଲେ ଦୀପ ନିର୍ବାଣ ଗନ୍ଧସ୍ଥ ନାସାପଟକୁ ଦୀପର ଆଘ୍ରାଣ ଯାଉନାହିଁ ଥଣ୍ଡା ହେଇଛି ଦୀପ ନିର୍ବାଣ ଗନ୍ଧସ୍ଥ ଊର୍ଧ୍ୱବାକ୍ୟ ଅରୁନ୍ଧତୀ ଅରୁନ୍ଧତୀ କହିଲେ ଉତ୍ତର ଆକାଶରେ ସପ୍ତର୍ଷି ମଣ୍ଡଳର କିଛି କ୍ଷଣ ଦୂରରେ ରହୁଛି ଗୋଟିଏ ତାରା ତା ନାଁ ହଉଛି ଅରୁନ୍ଧତୀ ନକ୍ଷତ୍ର ପଣ୍ଡିତ ସେ ଅରୁନ୍ଧତୀ ନକ୍ଷତ୍ର ଯେ ପର୍ଯ୍ୟନ୍ତ ଆମ ଆଖକୁ ଦୃଶ୍ୟମାନ ହେଉଥିବ ସେ ପର୍ଯ୍ୟନ୍ତ ଆମେ ସୁସ୍ଥ ଅଛନ୍ତି ମନେ କର ତା ଆଖିରେ କଣ ଦେଖାଏ ପଣ୍ଡିତ ଜଟିଳ ପ୍ରଶ୍ନ ତମେ ବଡ ଦ୍ୱନ୍ଦ୍ୱରେ ପକଉଛ ଭାବୁଥିଲି ସିଧା ସିଧା ମାନେ ଲକ୍ଷ୍ୟ ରଖିଥିବେ ଷୋଳପଟି ଗାଇଛି ଦୀପ ନିର୍ବାଣ ଗନ୍ଧସ୍ଥ ଦୀପର ଗନ୍ଧ ଆସିଲା ନାହିଁ ସୁହୃଦ ବାକ୍ୟ ଅରୁନ୍ଧତୀ ତାରା ଦେଖାଗଲେ ନାହିଁ ବାବୁ ମୋର କହିଲେ ଯେ ଅନ୍ଧ ହେଇଛି ତାକୁ ଦେଖାଯିବ ଆପଣ ମାନଙ୍କର ସୁନ୍ଦର ଭାବରେ କଲମ କଲେ ଆମର ପବନ ଯାଏ ଆଜ୍ଞା କହିଲେ ଅନାମିକା ବୋଲି